ମହମବତୀ ଲଗେଇକି ବସିଛି। ଆମ ଗାଁରେ ଗତକାଲି ଠାରୁ ଲାଇନ୍ କଟି ଯାଇଛି। ବର୍ଷା ପବନ ହେଇଥିଲା, ଗଛ ଫଛ ବୋଧେ ଭାଙ୍ଗି ଯାଇଛି ଚାରିଆଡ଼େ କୁଆଡ଼େ, ଯେଉଁଥିପାଇଁ ତାର ଫାର ଛିଣ୍ଡି ଯାଇଛି। ଭାବିଥିଲୁ ଆଜି 5ଟା ବେଳେ ଆସିବ ବୋଲି, ମାନେ ଯାହା ଖବର ମିଳିଥିଲା 5ଟା ବେଳେ ଲାଇନ୍ ଆସିବ। 5ଟା ଯାଇ ବର୍ତ୍ତମାନ 7ଟା 7:30 ହେଲାଣି। ଘର ଅନ୍ଧାର, ମାନେ ଆଗୁଆ ଭାବିନଥିଲୁ, କିନ୍ତୁ ସାଙ୍ଗେ ସାଙ୍ଗେ ଗୋଟେ ମୁଣ୍ଡକୁ ଗୋଟେ ଚିନ୍ତା ପଶିଲା, ଯେଉଁ ଜିନିଷଟା ଆମ ଘରେ ଥିଲା, ଲଣ୍ଠନ। ଆକୁ କୁହନ୍ତି ବି ହାର୍କିନ୍, ଆଉ କ'ଣ କ'ଣ କେଉଁ ପଟେ କହନ୍ତି ମୁଁ ଜାଣିନି ଭଲ କି, କିନ୍ତୁ ଯିଏ ବି ଯେଉଁ ଭାଷାରେ କୁହନ୍ତୁ, ଇଏ ତ ଲଣ୍ଠନ ଆଉ ଲାଇଟ୍ ଜଳିବାର। ଇଏ ହେଉଛି ତାର, ଏଇଟା ମାନେ ବହୁତ ଦିନ ହେଲାଣି ଥୁଆ ହେଇଥିଲା, କଳା ପଡ଼ିକି ଅଛି, ମାନେ ଜଳିଥିଲା ଲିଭେଇ ଦିଆ ହେଇକି ଥୁଆ ହେଇଥିଲା। ଆକୁ କପଡ଼ାରେ ପୋଛନ୍ତି, ନହେଲେ ନାହିଁ ରେଡ଼ିମେଡ଼୍ ପାଇଁ ପେପର୍, ନ୍ୟୁଜ୍ ପେପର୍ ଏମିତି ହାତ ଭର୍ତ୍ତି କରିକିରି ବାସ୍ ଏବେ ଏଇଟା ସଫା ହେଇଗଲା। କାଚ ଯେମିତିକା ସେମିତିକା ହେଇଗଲା, ପୁରା ଚିକ୍ 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 ଚିକ୍। ଏଇଟା ସବୁ ଆମେ ଛୁଆବେଳେ ମୁଁ କରୁଥିଲି, ବିଶେଷ କରି ମୋ ବୋଉ କରିଦିଏ, ବା ଘରର ଯେଉଁମାନେ ଥାଆନ୍ତି, ଜେଜେମା, ମୋ ପାଟ ମା ଥିଲା, ମୋ ମା ଥିଲା, ସିଏ କରେ। ବୁଢ଼ୀ ପୁରା ଏକଦମ ପୁରା ଚିକିଣି ଚାକଣିକିରି କରେ। ଏଇଟା ସବୁ ମୁଁ ଦେଖିଥିଲି। ଏବେ ହେଇଗଲା ଲଣ୍ଠନ। ତ ଯାହା ହଉ ଆଜି ଲାଇନ୍ କଟିବାକୁ ଲଣ୍ଠନ ବି ତାର କାମ କରିଦେଲା, ଘର ଆଲୋକିତ କରିଦେଲା। ପୁଣି ଏହା 1980-90 ଦଶକରେ ବହୁ ମାତ୍ରାରେ ପ୍ରଚଳିତ ଥିଲା, କିନ୍ତୁ ବର୍ତ୍ତମାନ ଏହା ଆଉ ମିଳୁଛି, ମାର୍କେଟରେ ମିଳୁଛି। କେମିତି ମିଳୁଛି? ଯାହାର ଯାହା ଦରକାର ଥିବ ତ ଆଣନ୍ତି। ବିଶେଷ କରି ଯେତେବେଳେ ବାହାଘର ହୁଏନି, ଝିଅମାନେ ଯେଉଁ ସାମଗ୍ରୀ ସବୁ ଆଣନ୍ତି ବୋହୂମାନେ, ତା ସାଙ୍ଗରେ ଏଇଟା ଯୌତୁକ ରାସ୍ତାଏ।